ନମସ୍କାର। ଆଜିର ଏହି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଆପଣ ସମସ୍ତଙ୍କୁ ମୋ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା। ଆଜି ହେଉଛି ରକ୍ଷାବନ୍ଧନ, ରାକ୍ଷୀର ଦିନ। ଅର୍ଥାତ୍ ରାକ୍ଷୀର ଦିନ ରାକ୍ଷୀଟିଏ ବାନ୍ଧିଦେବ ଭଉଣୀ ଭାଇ ହାତରେ। ହଁ, ରାକ୍ଷୀ ଶବ୍ଦଟି ଶୁଣିବା ପରେ ଆମ ସମସ୍ତଙ୍କ ମନରେ କେବଳ ଗୋଟିଏ ସମ୍ପର୍କ ଆସିଥାଏ, ତାହା ହେଉଛି ଭାଇ ଭଉଣୀର ନିବିଡ଼ ଏବଂ ନିଆରା ସମ୍ପର୍କ। ହଁ ଆଜ୍ଞା, ପ୍ରକୃତରେ ଭାଇ ପାଇଁ ଭଉଣୀଟିଏ ଏବଂ ଭଉଣୀ ପାଇଁ ଭାଇଟିଏ ନିହାତି ଆବଶ୍ୟକ। କାରଣ ବାପା ପରେ ଭାଇଟିଏ ଏବଂ ମା ପରେ କେବଳ ଭଉଣୀଟିଏ ହିଁ ସେ ସ୍ଥାନ ନେଇଥାଏ। ହଁ, ଭାଇ ଆଉ ଭଉଣୀର ସମ୍ପର୍କ ଭଲ ପାଇବା, ବିଶ୍ୱାସ, ମମତା, ବୁଝାମଣା ସବୁଥିରେ ବାନ୍ଧି ହୋଇ ରହିଥାଏ। ମୁଁ ଆଉ ମୋ ଭଉଣୀ ମୋ ବାପା ମାଙ୍କର କେବଳ ଦୁଇଟି ଝିଅ, କିନ୍ତୁ ମୋ ମାମୁଙ୍କ ପୁଅ, ମୋ ମାଉସୀଙ୍କ ପୁଅ ଆମକୁ କେବେ ବି ଅନୁଭବ କରିବାକୁ ଦେଇନାହାନ୍ତି କି କେବେ ବି ଗୋଟେ ନିଜ ଭାଇର ଆବଶ୍ୟକତା ଆମକୁ ପଡିନି। ସତରେ ଏ ଭାଇ ଭଉଣୀ ସମ୍ପର୍କ କେତେ ଯେ ନିଆରା। ଭାଇ ଭଉଣୀ, ଭାଇ ଭଉଣୀ, ଭାଇ ଭଉଣୀ, ଏ ସମ୍ପର୍କ ମଧ୍ୟରେ ଥିବା ପବିତ୍ରତା ସତରେ ସତରେ ଏ ସମ୍ପର୍କ ବହୁତ ନିଆରା। କିନ୍ତୁ ଆଜିକାଲି ମୁଁ ବହୁତ ଜାଗାରେ ଲକ୍ଷ୍ୟ କରୁଛି, ଭାଇ ଭଉଣୀ ମାନଙ୍କ ମଧ୍ୟରେ ସେତିକି ଭଲ ପାଇବା, ସେତିକି ନିବିଡ଼ତା, ସେତିକି ବିଶ୍ୱାସ, ସେତିକି କର୍ତ୍ତବ୍ୟ, ସେତିକି ଦାୟିତ୍ୱ ରହୁନାହିଁ। ସେ ଭାଇ ଭଉଣୀ ମାନଙ୍କୁ ମୁଁ କହିବି, ସବୁବେଳେ ନିଜ ଭାଇ ଭଉଣୀର ସମ୍ପର୍କ ବଜାୟ ରଖ। ଆଉ ଏମିତି ଜାଗାରେ ବି ମୁଁ ଲକ୍ଷ୍ୟ କରିଛି, ନିଜର ଭାଇଟିଏ, ନିଜର ଭଉଣୀଟିଏ ନଥିଲେ ମଧ୍ୟ ସେମାନେ ଅନ୍ୟ ଭାଇ, ଅନ୍ୟ ଭଉଣୀ ମାନଙ୍କ ସହିତ ଗୋଟେ ଏମିତି ସମ୍ପର୍କରେ ଡୋରିରେ ବାନ୍ଧି ହେଇଯାଇଥାନ୍ତି ଯେ ସେ ସମ୍ପର୍କ ଏତେ ପବିତ୍ର, ଏତେ ନିବିଡ଼, ଏତେ ସୁନ୍ଦର ହେଇଯାଇଥାଏ, ତାହା ଭାଷାରେ କହିଲେ। ଆଉ ହଁ, ଏତିକି କହିବି, ଆଜିର ସଂସାରରେ ଏତେ ବିକୃତ ମାନସିକ ଲୋକ ରହୁଛନ୍ତି ଯେ ସେମାନେ ଭାଇ ଭଉଣୀର ସମ୍ପର୍କକୁ ଖରାପ ଦୃଷ୍ଟିରେ ଦେଖୁଛନ୍ତି। ସେଇମାନଙ୍କୁ ମୁଁ ଅନୁରୋଧ କରିବି, କେବେ ବି ଗୋଟେ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଖରାପ ଆଖ୍ୟା ଦିଅନ୍ତୁନି। କାରଣ ଭାଇ ଭଉଣୀର ସମ୍ପର୍କ ହେଉଛି ସବୁଠୁ ପବିତ୍ର। ପୁଣି ଥରେ ଆପଣ ସମସ୍ତଙ୍କୁ ଭାଇ ଭଉଣୀଙ୍କର ଏଇ ବନ୍ଧନ, ଏଇ ଦିନ ରକ୍ଷାବନ୍ଧନ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ। ଜୟ ଜଗନ୍ନାଥ।